ଆମର ଏଇ ଯେ ନଦୀବନ୍ଧ ବୈତରଣୀ ନଦୀର ବନ୍ଧ ସୁଦୃଢ଼ୀକରଣ କରା ହେଉନାହିଁ। ନିମ୍ନମାନର କାମ ହେଉଛି, ଯାହାଫଳରେ କି ବନ୍ୟା ବାତ୍ୟା ପାଇଁ ଆମର ଏଠି ସବୁବେଳେ ବିପଦ। ଏଇ ଜାଗା ଉପରେ ବି ବନ୍ଧ ଭାଙ୍ଗିଥିଲା, ଏଇ ଜାଗା ଉପରେ ହେଇ ଭାଙ୍ଗିଥିଲା ଯଦି ବର୍ତ୍ତମାନ ଯେଉଁଭଳିଆ କାମ ହୁଏ ସେଭଳିଆ ହେଉନି। ଏମିତି ଖାଲି 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 ମାଟି ପକେଇ ଦେଇକି ପଳାଉଛନ୍ତି, ତାକୁ ଭାଇବ୍ରେଟ୍ ମାରନ୍ତେ, ପାଣି ଛିଞ୍ଚନ୍ତେ, ଫେର ମାଟି ପକାନ୍ତେ, ଏମିତି ଭାବରେ କରନ୍ତେ, ସେଭଳିଆ କାମ ହେଉନି। ଏଠି କହିବା ପାଇଁ କିଛି ନାହିଁ, ପ୍ରଶାସନ ପୁରା ନୀରବ, ସମସ୍ତେ ନୀରବ। ଏଥିରେ ଆଉ କୌଣସି ଡିପାର୍ଟମେଣ୍ଟ ବି କେହି ଆଉ ମାନେ ଗୁରୁତ୍ୱ ଦେଉନାହାନ୍ତି। ତାଙ୍କର କଣ୍ଟ୍ରାକ୍ଟର ଯାଉ ଭଳିଆ ପାରୁଛନ୍ତି ସେଇଭଳି କାମ କରିଦେଇକି ପଳାଉଛନ୍ତି। ଆମେ ଦେଖୁଛୁ ଏଇ ରକମ ଯେ କି ଭାଇବ୍ରେଟ୍ ମରା ହୁଅନ୍ତା, ପାଣି ଦିଆ ହୁଅନ୍ତା, ତାପରେ ପୁଣି ମାଟି ପଡ଼ନ୍ତା, କାମ ହେଲେ ଯାଇକି ସେ କାମଟା ମଜବୁତ ହୁଅନ୍ତା। ଏଇଭଳି ଭାବରେ ଆମ ଏପଟେ ବନ୍ଧ ପ୍ରତିବର୍ଷ ଭାଙ୍ଗେ, ସବୁ ବର୍ଷ ଭାଙ୍ଗେ, ଆଉ ଧନ ଜୀବନ ବି ନଷ୍ଟ ହୁଏ। ଆଉ ସୁଦୃଢ଼ୀକରଣ ହେଲେ ଆମମାନଙ୍କର ଜୀବନ ଆପାତତଃ ତ ବଞ୍ଚିଯିବ। ଆମେ ସେଇଥିପାଇଁ କହୁଛୁ, ଆମେ ଏ ନଦୀ ବନ୍ଧର ସୁଦୃଢ଼ୀକରଣ ହେଲେ ଆମେମାନେ ବହୁତ ଖୁସି ହୁଅନ୍ତୁ, କାହିଁକି ନା ଆମେମାନେ ବଞ୍ଚିଯାଆନ୍ତୁ, ଆମ ଚାଷବାସ ସବୁ କିଛି ବଞ୍ଚିଯାଆନ୍ତା। କିନ୍ତୁ ଆମର ଏଠି ଧୋଇ ମରୁଡ଼ି ଅଞ୍ଚଳ, ପୁରା ଧୋଇଯାଏ, ନଚିତ ମରୁଡ଼ି ହେଇଯିବ।